ଏଇଠି ବସିଛି ମୁଁ ତତେ ଯାଇକି ତମ ଘରେ ଖୋଜିଛି କଣ ହେଇଛି ରେ ମୁହଁଟା କଣଟା ହାଣ୍ଡି କରି ବଇଛୁ ନାଇଁ କିଛି ନାହିଁ ମତେ କହିବୁନି କଣ ହେଇଛି ଆରେ ନାଇଁ ସେମିତି କିଛି ନାହିଁ ତ ଏଠି କାଇଁ ବସିଛୁ ନାଇଁ ଏମିତି ଟିକେ ମନ ଭଲ ଲାଗିଲାନି ତ ଭାବିଲି ଏଠି ଆସି ବସିଲେ ଭଲ ଲାଗିବ ଆଉ ମତେ କହିବୁନି ତ ଏମିତି କୋଉ କଥା ନାହିଁ ତୁ ମତେ ଲୁଚେଇନୁ ଆଜି ହଠାତ୍ ଲୁଚଉଛୁ ନା ରେ ସାଙ୍ଗ ତତେ କଣ ଲୁଚେଇବି ମୋ ମନରେ ବହୁତ ସାରା ଦୁଃଖ ଅଛି କଣ ହେଇଛି ତ କହ ଭାଉଜ देखा आपने लापरवाही का नतीजा है ମାନେ ମର୍ଜି ବି ଯାଉଛି ଆରେ ଏତେ ବଡ କଥା କହୁଛୁ ଆରେ ମାନେ ତୁ କାଇଁ ସିରିୟସ୍ ହେଇଯାଉଛୁ ମାନେ ମଜାକ କରିଥିଲି ମ ଭାବୁଥିଲି ତୁ ମୋର ସତରେ ସାଙ୍ଗ କି ବାସ୍ ମତେ ଗାଣ୍ଡି ମାରିବା ପାଇଁ ମୋ ପଛରେ ଅଛି ତତେ ବାଣ୍ଡ ବୋକା ଜୋତା କରିବା କେହି ମିଳେନି ମୁଁ ମିଳିଲି ଏମିତି ତୁ ବାଣ୍ଡ କଣଟା କି ଆଚ୍ଛା ତୁ ଦେଖିକି ସାଙ୍ଗ କହିଲୁ ଆମ ପୁଅ ପିଲାଙ୍କ ଲାଇଫରେ ଖୁସି ମାନେ କଣ ଖଟିବା ଖାଇବା ଟୋକି ଧରି ବୁଲିବା ମୋର ଦେଖିବାର ତ ବାଳା ଆମ ଲାଇଫରେ ଖୁସି ହିଁ କିଛି ନାହିଁ ମାନେ ତୁ କିଛି ଜାଣିନୁ ମୁଁ କହୁଛି ଶୁଣେ ଦେଖ ତତେ ଗୋଟେ ଛୋଟ କଥାଟେ କହୁଛି ଏବେ ଖରା ଦିନ ଚାଲିଛି କୋଉଟା ଖରା ତ ହଉଛି ଦେଖୁଛୁ ନା ଗାଣ୍ଡି ଫଟା ଖରା ସେଥିପାଇଁ ମୁଁ ଏଠି ଆସି ବସିଛି ଗଛ ମୂଳେ ବାଳା ଆଉ ତ ଗଛ ନାହିଁ ଗୋଟେ ଘର ପାଖରେ ଆମର ଗଛଟେ ଥିଲା ଆମ୍ବ ଗଛଟେ ସେ ବାଳ ଘର କରିବେ ବୋଲି ତାକୁ ଭାଣିଦେଲେ ଘରଟା ଟିକେ ଯାହା ଟିକେ ଛାଇ ହଉଥିଲା ଘରେ ଯୋଉଟା ବାମ୍ଫ ବାହାରୁଛି କହିବ ନା କଣ ନା ଏସି ଲଗେଇଲେ ବି କାମ କରୁନି ତ ମୁଁ ବାଧ୍ୟ ହେଇକି ଏଠି ଆସି ବସିଛି ଏଠି କାଇଁ ବସିଛୁ ତୁ ତ କାମକୁ ଯିବାର ଥିଲା ଆଜି ଠିକ କଥାଟା ମନେ ପକେଇଛୁ ଶୁଣେ ଖୁସି କଣ ବାଳ ଖୁସି କହିଲୁ ହଁ କାରଣ ଏମିତି ମୁଁ ଭାବୁଛି ପୁଅ ପିଲା ଜନ୍ମ କାହିଁ ନେଲି କେତେ କଷ୍ଟ ଯାହା ବି କହୁଛୁ ସିଧା ସିଧା କହ ତୁ ସେସବୁ କଥା ଆମେ ପରେ କଥା ହବା ତୁ ଏବେ ମତେ କହ ଆଗ ତୋ ଖୁସି ଖବର କଣ କୋଉ ଖୁସି ବା କୋଉ ଖୁସି ଯୋଉ ଖୁସି ପାଇଁ ତୁ ବାଣ୍ଡ ମୋ ସହ ଧୋକା କରିଥିଲୁ ମା ଆଜ୍ଞା ତାକୁ ଧରି ତୋ ଓଏ ପଳେଇଲୁ ସେଥିପାଇଁ ଭୁଲି ଯାଇଛୁ ବୋଧେ ଆଉ ନାଇଁ ରେ ସାଙ୍ଗ ତା କଥା ପଚାରୁଛୁ କି ଇମୋସନ କରିଦେଲୁ ରେ ଇମୋସନ ଇମୋସନ କଣ ବାଳ ତା ସହ ଥିଲାବେଳେ ଫୋନ ଉଠଉନୁ ତାକୁ ଧରିକି ତ ବାଣ୍ଡ ଭଲ ଘିରିକି ରହୁଥିଲୁ ମୁଁ କଣ ଶୁଣିଥିଲି ତୋ ତା ସହିତ ଗୋଟେ ବାହାଘର ହେଇଥାନ୍ତା ନା କଣ ବାହାଘର ପୁଣି ତା ସହିତ ଏଟା ବାଣ ତୁଚ୍ଛା ବେଦଟା ମାନେ ତାର ଗୋଟେ ନୁହଁ ଯୋଡ଼େ ନୁହଁ 15ଟା ଭାଇର ବାପା କଣ କହୁଛୁ ବାଣ୍ଡ ଖୋଲିକି କହୁନୁ ମାନେ କି ତୁ ଯାହା ଶୁଣିଛୁ ଠିକ ତାକୁ ମୁଁ ବାହା ହେଇଥାନ୍ତି କିନ୍ତୁ ସେ ଝିଅ ଠିକ ନୁହେଁ ଝିଅ ଠିକ ନୁହେଁ ତୁ ବାଣ୍ଡଟା ଠିକ ନଥିବୁ ରେ ବାଳ ମତେ ସେ ଦେଖୁ ଦେଖୁ ଭାଇ କହିକି ଆସି ମୁଣ୍ଡିଆ ମାରେ ତୁ କହୁଛୁ ଠିକ ନୁହେଁ ସେଇ ତ ଅତି ଭକ୍ତି ଚୋରର ଲକ୍ଷଣ ମାନେ ଆରେ ମୁଁ ତ ସବୁ ତାର ସେଇ ଗୁଣ ଦେଖି ତାକୁ ଭଲ ପାଇଥିଲି ଆଉ ତୁ କଣ କହୁଛୁ ଅଧିକଟା କିନ୍ତୁ ଭଲ ବୋଲି ତା ଭିତରେ ଏତେ ସବୁ ଭଲ ଗୁଣ ଅଛି ବୋଲି ମୁଁ ଜାଣିନଥିଲି କଣ କହୁଛୁ ସିଧା ସିଧା କହ ମାନେ କି ତୁ ଯାହାକୁ କହୁନୁ କି ତତେ ଆସି ସେ ମୁଣ୍ଡିଆ ମାରେ ଭଲ ପିଲାଟା କିନ୍ତୁ ତା ଭିତରେ ଏତେ ସବୁ କଳା ଅଛି ତୁ ବି ଶୁଣିଲେ ମୁଣ୍ଡ ଖରାପ ହେଇଯିବ ସିଧା କହୁନୁ କୋଉ ବାଣ୍ଡକୁ ଏତେ ବୁଲଉଛୁ ହଉ କହୁଛି ସେଇ ବାଣ୍ଡଟା ତୋ ପାଟିରେ ମାରିକି ଚୁପ ହେଇକି ଖାଲି ଶୁଣିବୁ ଦେଖ ତୁ ଯାହାକୁ ଭଲ କହୁନୁ କି ତୁ କଣ ମୁଁ ବି ସେଇଆ ଭାବିଥିଲି ଆମ ଘରେ ବି ସେଇଆ ଭାବିଥିଲେ କି ଭଲ ଝିଅଟା ଭଲ ବ୍ୟବହାର ବି ତ ବାହାଘର ବି ହେଇଯିବ ଠିକରେ କିନ୍ତୁ ତା ଭିତରେ ଏତେ ସବୁ କଳା ଅଛି ବୋଲି ତୁ ବି ଜାଣିନୁ ମୁଁ ତ ବାଳ କହିବି ଆଉ କଣ ବୋକା ବାଲ୍ଟି ଯାଇଥିଲି ଦେଖିଲି ଗୋରା ପିଲାଟା ଦେଖିବାକୁ ବି ସୁନ୍ଦର ତ ଏଇଟା ମୋ ପାଇଁ ଫିଟିଂ ହବ ସେ ବାଳ କଣ କଥା ନେଇକି ଯୌତୁକ ଦେଲେ ଦେବ ନହେଲେ ସେମିତି ତାକୁ ଘରେ ରଖିବି କିନ୍ତୁ ଘରେ ରଖିବା ପାଇଁ ସେଇଭଳିଆ ପିଲା ବି ଦରକାର ନାହିଁ ନା ଯାହାକୁ ନେଇ ତାକୁ ପୁରେଇ ଦେବା ଆଣି ଘରେ ମତେ ଆଗ କହ ତତେ ସେ କଣ ଡାକୁଥିଲା ମତେ ଭାଇ ଠିକ କହିଛୁ ଏମିତି ଭାଇ ତାର 15ଟା ଅଛନ୍ତି କଣ କରିବି ମୁଁ କହ ମାନେ ତୁ କଣ କହିବାକୁ ଚାହୁଁଛୁ ମାନେ କି ମୁଁ ତାର ଲଭର ଯାହା ବି ତାର ଅସୁବିଧା ସୁବିଧା ଯାହା ବି ତାର ଦରକାର ସେଇଟା ମୁଁ ତାର ପୂରଣ କରିବି ନା କାଇଁ ଆଉ କିଏ କରୁଛି କି କିଏ ଆଉ କରିବ ତା ଭାଇ ମାନେ ଆଜି ଆଡେ ବୁଲିବାକୁ ଯିବି ଭାଇ କାଲି ଏଇଟା ନାହିଁ ଭାଇ ମଝିରେ ଥରେ ମତେ ଫୋନ କରି କହିଲା କି ମୋର ନୂଆ ବର୍ଷକୁ ଡ୍ରେସ୍ ହବ ମୁଁ କହିଲି ହଉ ଠିକ ଅଛି କରିଦବା ଆରେ କରିଦବା କହିକି ମୋର ଗୋଟେ କାମ ଥିଲା ମୁଁ ପଳେଇଥିଲି କୁଆଡେ କହିଲୁ ବଲାଙ୍ଗୀର ପଳେଇଥିଲି ସାଡୁ ଆସିଲା ବେଳକୁ ନୂଆ ଡ୍ରେସ୍ ନୂଆ ଚପଲ କାନ ପେଣ୍ଡି ଆରେ ଏତେ ସବୁ ଦେଲା କିଏ ପଚାରିଲା ମୁଁ କହୁଛି ଭାଇଙ୍କୁ ମାଗିଲି ଭାଇ ଦେଇଦେଲେ ତୋ ଭାଇ ଯଦି ପଇସା ବାଲା ହେଇଥିବ ଦେଇଥିବ ମୋର କଣ ଦରକାର ମୁଁ ଚୁପ ହେଇକି ରହିଲି ଆଉ ଥରେ ସେମିତି
ମୁଁ ଯାଇକି ପୁରୀ ସମୁଦ୍ର କୂଳେ ବୁଲୁଛି। ଆମେ ସବୁ 4-5 ଜଣ ସାଙ୍ଗ ହେଇକି ସବୁ ଯାଇଛୁ, ମାଲ ଫାଲ କରିଥିଲୁ। ସମୁଦ୍ର କୂଳେ ଗାଧାଗାଧି କରିକି ଜଷ୍ଟ ଫେରୁଛୁ, ସନ୍ଧ୍ୟା ହେଇଗଲାଣି। ଦେଖୁ ଦେଖୁ ମୋ ସହ ସେ କଥା ହେଇଥିଲା କି କହିଲା କି ମୁଁ ଘରେ ଅଛି, ବୁଝିଲୁ କି, ତମେ ଭଲରେ ଭଲରେ ବୁଲିକି ଆସିବ। ଏଇଟା ମୁଁ କଥା ହେଇଥିଲି। କିନ୍ତୁ ସନ୍ଧ୍ୟା ବେଳକୁ ଯେତେବେଳେ ଆମେ ଫେରିକି ଯାଉଛୁ ଷ୍ଟେସନକୁ, ଦେଖେ ତ କ'ଣ କହିବି, ମୁଁ ଦେଖିନଥିଲି। ମତେ ଗୋଟେ ଟୋକାଟା କହିଲା, ମୋ ସାଙ୍ଗଟା କହିଲା, ଆରେ ଦେଖିଲୁ ଲିପୁ, ଇଏ ତୋ ମେସିନ୍ଟି? ଦେଖିଲା ବେଳକୁ ସେଇ। ମୁଁ ପଚାରିଲି ଏଠିକି କ'ଣ ପାଇଁ ଆସିଛୁ? ନା ଆସିଥିଲି ମାଉସୀ ଘରୁ। ମୁଁ କହିଲି ଇଏ କିଏ? ନା ଭାଇ ବା, ଭାଇ ଆସିଛି ମୋତେ ଛାଡ଼ିବାକୁ। କହିଲା ଭାଇ ଅଛି ନା, ମୋତେ କେମିତି ତ କହିନୁ ଆସିଛୁ ବୋଲି। ମୋତେ ପଚାର କହୁଛି କି କେମିତି କହିଥାନ୍ତି, ଭାଇ ପାଖରେ ଥିଲା, ବାଧ୍ୟ ହେଇକି ମିଛ କହିଲି ଆଉ। ମୁଁ କହିଲି କି ଆଉ ସେ ଛାଡ଼ିବାକୁ ଆସିଛନ୍ତି ନା, ଆଉ ତାଙ୍କୁ କହୁନୁ ସେ ପଳେଇବେ, ତୋର ମୋର ପଳେଇବା ଏଥର। ତାପରେ ସେ ଟୋକାକୁ ସେ କ'ଣ କହିଲା କି ଜାଣି, ସେ ଟୋକା ତାକୁ ଛାଡ଼ିକି ପଳେଇଲା। ମୁଁ ତାକୁ ଆଣିକି ଘରେ ଛାଡ଼ିଲି। ତାପରେ ଏମିତି କଥାବାର୍ତ୍ତା ସବୁ ଠିକ୍ ଠାକ୍ ଭଲ ଚାଲିଥିଲା ମ। ବାସ୍ କିଛି ଦିନ ପରେ ତାର କ'ଣ ଡ୍ରେସ୍ ପତ୍ର ପୁଣି ନଥିଲା। ଆରଥରକୁ ବି ମୁଁ ଦେଇପାରିନଥିଲି ନୂଆ ବର୍ଷକୁ, କାହିଁକିନା ମୁଁ ନଥିଲି। ଯାହା ତା ଭାଇରୁ ସେ କିଣି ରଖିଦେଇଥିଲା ଡ୍ରେସ୍ ପତ୍ର, କ'ଣ କିଣିଥିଲା କ'ଣ। ତ ମୁଁ କହିଲି ହଁ ମୁଁ ତ ଦେଇନି, ଆଉ ଚାଲ କିଣିଦେବା ଆଉ କ'ଣ। ତାକୁ ନେଇକି ଲୁଗା ଦୋକାନରେ ନେଇକି ସେଠି ଡ୍ରେସ୍ ପତ୍ର କ'ଣ କିଣାକିଣି କରୁଛି। ସେଠି ଗୋଟେ ଟୋକା ସହ ଗପୁଛି। ମୁଁ କହିଲି ସେ କିଏ? ନା ସେ ଭାଇ ବା, ସିଏ ବି ଆସିଛି ଡ୍ରେସ୍ କିଣିବାକୁ। ତ ଦେଖା ହେଲା ତ କହିଲା କ'ଣ ପାଇଁ ଆସିଛୁ। ମୁଁ କଥା ହେଇଲି ତା ସହ ଟିକେ ଆଉ। ତାପରେ କ'ଣ ହେଲା? ଆରେ ହବ ଆଉ କ'ଣ, ଡ୍ରେସ୍ ପତ୍ର ଧରିକି ଘରକୁ ଆସିଲୁ। ଗୋଟେ ଆଡ଼େ ତାକୁ ପୁଣି ତାକୁ ବୁଲିବାକୁ ନେଇ ଯାଇଥିଲି, କହିଲା ଗୁପଚୁପ୍ ଗୁପଚୁପ୍ ଖାଇବି। ଖରାବେଳଟା ତାକୁ ଖରା ବୁଲିବାକୁ ନେଇକି ଯାଇଥିଲି। ସେଠି ବି ସେମିତି ଗୋଟେ ଟୋକା। ମୁଁ କହିଲି ସିଏ ପୁଣି କିଏ? ନା ଭାଇ, ଅପା ପୁଅ ତ, ସେ ଆସିଥିଲା କ'ଣ ଯାଇଥିଲା କୁଣିଆର, ଏପଟେ ଫେରୁଥିଲା ତ ଦେଖିଲା ତ ଡାକିଲା, ମୁଁ କଥା ହଉଥିଲି ଆଉ। ଏତେ ସବୁ ତାର ଭାଇ ଦେଖିକି ମୋର କାହିଁ ଟିକେ ଡାଉଟ୍ ହେଲା। ମୁଁ ତା ଫୋନ୍ ଆଣିଲି। ମୁଁ କହିଲି ମୋର ଫୋନ୍ଟା ଖରାପ ହେଇଯାଇଛି, ଆଉ ବେବି ମୁଁ ଏ ଫୋନ୍ଟା ରଖିଛି ଆଜି। ତାପରେ କ'ଣ ହେଲା?